ଶ୍ରୀ ଶ୍ରୀ ପଦ୍ମ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଭମରମାଲଠାରେ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରଲସିଙ୍ଗା ପଞ୍ଚାୟତ ଭମରମାଲ ଗ୍ରାମର ଶ୍ରୀ ଶ୍ରୀ ପଦ୍ମ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରଠାରେ ଚଳିତ ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥି ଗତ ଗୁରୁବାର ଦିନ ଶ୍ରୀ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନ ମହାପ୍ରଭୁଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ରଥଯାତ୍ରା ମହାସମାରୋହରେ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ତିନି ରଥଙ୍କ ଛେରା ପହଁରା ପରେ ତିନି ଠାକୁରଙ୍କୁ ରଥାରୂଢ଼ କରାଯାଇଥିଲା। ତାପରେ ରଥ ଟଣା ଯାଇଥିଲା। ଶ୍ରୀଜୀଉ ବଳଦେବ ଠାକୁର, ଜଗନ୍ନାଥ ମହାପ୍ରଭୁ, ମା ସୁଭଦ୍ରା ଏବଂ ସୁଦର୍ଶନ ମହାପ୍ରଭୁଙ୍କ ସାଙ୍ଗରେ ତିନି ରଥରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ଦ୍ୱିତୀୟରେ ମା ସୁଭଦ୍ରାଙ୍କର ଦର୍ପଦଳନ ବା ତେପଦଳନ ଏବଂ ତୃତୀୟରେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ସଙ୍ଗେ ସୁଦର୍ଶନ ମହାରକ୍ଷକ ହୋଇ ତିନି ମାଉସୀ ମନ୍ଦିର ବା ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଆସିଥାନ୍ତି। ଏହି ଗୁଣ୍ଡିଚା ରଥଯାତ୍ରା 2 ଦିନ ଧରି ପାଳନ କରାଯାଇଥାଏ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କଠାରୁ ଭମରମାଲ ମିଳନ ଛକରେ ଗୋଟିଏ ଦିନ ରହି ତାର ଆର ଦିନ ତାଙ୍କ ମାଉସୀ ମନ୍ଦିରକୁ ଯାଇଥାନ୍ତି। ଏଥିରେ ଗ୍ରାମବାସୀ ଏବଂ ଅଞ୍ଚଳର ଅନେକ ଶ୍ରଦ୍ଧାଳୁମାନଙ୍କର ସହଯୋଗ ରହିଛି। ଏହି ତିନି ରଥ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅବସ୍ଥାପିତ ହୋଇଛି। ଭକ୍ତମାନେ ଆନନ୍ଦରେ ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରସାଦ ପାଇଥିଲେ। ଆମର ଆଜି যে রথ টଣା হচ্ছে মাসি মন্দির প্রভু যাবে, জয় জগন্নাথ যাবে, সুভদ্রা বলরাম, তো আপনার কেতে দিন পালন করছন আউ তাঙ্কর বিধি বিধান টিকে কহন। ପାଳନ ହେବାଟା ମାନେ ମାଉସୀ ମନ୍ଦିର ଆସିବା ଆଗରୁ ସେଟା ରାସ୍ତାରେ କମିଟି ଅଛି। କମିଟି ମାନେ ପୂର୍ଣ୍ଣ ହିସାବ ପାଇଛି। ତାପରେ ଆଜି ବର୍ତ୍ତମାନ ମାଉସୀ ମନ୍ଦିରରେ ପହଞ୍ଚିଲି। ଆଚ୍ଛା, ଆଉ କାଣା କହିବାକୁ ଚାହୁଁଛ? କାଣା କାଣା ଅସୁବିଧା ଅଛି ସରକାର ଜଣାବାର ଲାଗେ? ଅସୁବିଧା ବେଲେ ଆମର ଯେହେତୁ ଭକ୍ତମାନେ ଆସିଛନ୍ ରହିବାର ଲାଗି ଆମର ନିହାତି ଘରଟେ କମ୍ୟୁନିଟି ହଲ୍ ହିସାବରେ ଆମେ ଅଧା କିଣା କରି ରଖିଛୁ। ସେଇଟା ସମ୍ପୂର୍ଣ୍ଣ ହେବାର ଅଛି। ଅସୁବିଧା ଅଛି। ମୋର ନାଁ ହେଉଛି ନନ୍ଦକିଶୋର ସାହୁ। ଆଚ୍ଛା, ମୁଁ ଜଗନ୍ନାଥ ପଦ୍ମ ଶ୍ରୀକ୍ଷେତ୍ରର ଜଣେ ଟ୍ରଷ୍ଟର ମେମ୍ବର। ଆଚ୍ଛା, ଆପଣ କେତେ ବର୍ଷ ହେଲା ପାଳନ କରି ଆସୁଛ? ପ୍ରାୟ ଆଜ୍ଞା ଆମ ରଥଯାତ୍ରା 96 ସାଲରୁ ଆମେ ପାଳନ କରି ଆସୁଛୁ। ଆଚ୍ଛା, ଦୂରାଦୂରାନ୍ତର ଯେନ୍ ଭକ୍ତମାନେ ଆସିଛନ୍ ଭଗବାନକେ ତାଙ୍କର ମାନସିକ ଯେନ୍ ମାନେ ଇଏ କରିଛନ୍ ପୂରଣ ହେସି ବୋଲି ବହୁତ ଲୋକ କହେସନ୍, এটা ଠିକ୍ କି ଭୁଲ? ଏଇଟା ସେଟା ଠିକ୍ କଥା ଆଜ୍ଞା। ଜଗନ୍ନାଥ ମହାପ୍ରଭୁ ତାଙ୍କର ପୁରୁଣା ଅଛେ। ବହୁତ ମାନେ ପ୍ରାୟ 20-30 ଟନ୍ ଗାଁରୁ ଆମର ଭକ୍ତମାନେ ଆସୁଛନ୍। ସେମାନଙ୍କର ମନସ୍କାମନା ପୂରଣ ହେଉଛେ, ସହଯୋଗ ବି ଅଛି। କେତେ ଦିନ ପାଳନ କରୁଛନ୍ ଏଇଟା? ପ୍ରାୟ ଆମେ ତ କାଲି ଘୋଷଯାତ୍ରା ଥିଲା, ଆସିକିରି ଆମର ସାହୁପଡ଼ା ପାଖେ ଗୋଟେ ବିରାଟ ବରଗଛ ଅଛେ। ସେପଡ଼ାରେ ଗୋଟେ ଅନୁଷ୍ଠାନ ଅଛେ, କ୍ଲବ୍ଟେ ଅଛେ। ସେ କ୍ଲବ୍ ବାଲେ ଆଜି ମାନେ ମହାପ୍ରଭୁକେ କୁଣା କରି ରଖିଛନ୍। ସେମାନେ ଭୋଗ ରାଗ ସରଲା। ଆଜି ମଧ୍ୟ ବି ଆମର କାଲି ଯେନ୍ତା ଘୋଷଯାତ୍ରା ହେଲା, ଆଜି ବି ବହୁତ ପ୍ରବଳ ଭକ୍ତ ହେଇଛନ୍। ବହୁତ ଲୋକ ଆସିଛନ୍ ଆଜି ଦର୍ଶନ କରି। ଆଜି ଦିନ ଆପଣ କେମିତି ଲାଗୁଛି ଏଇଟା? ଆଜି ବହୁତ ଆନନ୍ଦ ଉଲ୍ଲାସ ଲାଗୁଛି। ଆଚ୍ଛା, ଯେହେତୁ କାଲି ଯେନ୍ତା ଲୋକ ଭକ୍ତ ହେଇଥିଲେ, ଆଜି ଆଉ ପ୍ରବଳ ହେଇଛନ୍। ପରିଚୟ ଦିଅନ୍ ଆଜ୍ଞା। मोर ना अश्विन कुमार साहू, श्री जगन्नाथ मंदिर पद्म श्रीक्षेत्र भवरमाल सभापति व मैनेजिंग ट्रस्टी। ଆଚ୍ଛା, ଆଜି ଆପଣ ଯେନ୍ ପବିତ୍ର ଦିବସ ଆମର ରଥଯାତ୍ରା ଉପଲକ୍ଷେ ଯେନ୍ ଆଜି ପାଳନ କରୁଛନ୍, କେତେ ଦିନ କରସନ୍ ଆଉ କେମିତି କାଣା କରସନ୍ ତାର ବିଷୟ ଟିକେ କହନ୍। तार पूर्वर से प्रस्तुति कार्यक्रम कहवा पूर्वर साई सत्य न्यूज डेप्यूटी डायरेक्टर को आमर अनुष्ठान तरफ मोर सुस्वागत। जेहेतु से खबर प्रचार प्रसार लगी तांकर बहुमूल्य समय को अर्पण करी जोरसोर लगी पड़ी। आपण जेन कहले आज्ञा आज यात्रा विषय रे श्री जगन्नाथ महाप्रभुंकर घोषयात्रा होची आषाढ़ द्वितीय दिन जेटा गतकाली थिला। तो श्रीजीव बलदेव ठाकुर, जगन्नाथ महाप्रभु, माँ सुभद्रा एवं सुदर्शन महाप्रभुंकर संगे तीन रथरे जगन्नाथंकर नंदीघोष, बलदेवंकर तालध्वज, माँ सुभद्रांकर दर्पदलन व देवदलन संगे
सुदर्शन महाराज रक्षक तीन रथारूढ़ हो मौसी मंदिर को आसती गुंडीचा मंदिर को किंतु आमर मौसी मंदिर आ गोटे अनुष्ठान अच्छे से भक्त मैंने आज महाप्रभु को बाटा जेनटा आम बारीछ बोली कहूँ आज्ञा कुणिया कर रखीछ तो गोटे दिन रहला पर महाप्रभुकर नीतिकांति जमती हबार कथा रथ उपरे पूरापूरी सुचारू रूप पालित होती बर्तमान मौसी मंदिर के विजय करवार समय आसे केते वर्ष है पालन कर आज्ञा आज के प्राय ये 2 नंबर यात्रा करवाटा 12 ରୁ 14 वर्ष हो आसला से पिला मन पालन कर आप निजे फंड कहते कि गवर्नमेंट किसी अनुदान चली नहीं आम तो गाँववासी सहयोग थिला वर्तमान ओडिशा सरकार देवोत्तर विभाग तरफ आमके ट्रस्टी होइछे गवर्नमेंट सहयोग अच्छे एवं गाँववासी सहयोग अच्छे अंचल अनेक श्रद्धालु मन भी सहयोग अच्छे आ सरकार काଣା गुहारी करबे आ काଣା भगवान को आशीर्वाद रो काଣା कहि सरकार के गुहारी करवा ओडिशा सरकार के निवेदन जेनता सबु देवालय के सबु मंदिर मस्जिद के सबु अनुष्ठान के सरकार के तरफ किसी आर्थिक सहयोग देले बहुत उपकार हवा अनुष्ठान में बहुत उन्नतिकरण करबे यात्रा मन सुचारू रूपे चलबा अनेक लोग प्रेसर नहीं हवा बोली मैं निवेदन करूँ ओडिशा सरकार कलाहांडी जिल्लारू जिला प्रतिनिधि खगपति साहूका रिपोर्ट साई सत्य न्यूज।